ମାନଚିତ୍ର ଦେଖି ଲେଖ। ଆମ ଦେଶର ପୂର୍ବ ଭାଗରେ ଥିବା ରାଜ୍ୟଗୁଡ଼ିକ ହେଉଛି ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ, ସିକିମ। ଆମ ଦେଶର ଦକ୍ଷିଣ ଭାଗରେ ଥିବା ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ। ଆମ ଦେଶର ଉତ୍ତର ଭାଗରେ ଥିବା ରାଜ୍ୟଗୁଡ଼ିକ ହେଉଛି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ। ଆମ ଦେଶର ପଶ୍ଚିମ ଭାଗରେ ଥିବା ରାଜ୍ୟଗୁଡ଼ିକ ହେଉଛି ଗୁଜରାଟ, ମହାରାଷ୍ଟ୍ର, ଗୋଆ। ଚଣ୍ଡିଗଡ଼ ଚାରିପଟେ କେଉଁ ରାଜ୍ୟ ରହିଛି? ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ। ପୁଦୁଚେରୀକୁ ଲାଗି କେଉଁ ରାଜ୍ୟ ଅଛି? ତାମିଲନାଡୁ। ଭାରତର ଦକ୍ଷିଣରେ କେଉଁ ମହାସାଗର ଅଛି? ଭାରତ ମହାସାଗର। ଡାମନଡିଉ କେଉଁ ରାଜ୍ୟକୁ ଲାଗି ରହିଛି? ଗୁଜରାଟ। ଆଣ୍ଡାମାନ ନିକୋବର କେଉଁ ସାଗରରେ ଅବସ୍ଥିତ? ବଙ୍ଗୋପସାଗର। ଏକ ନମ୍ବର। ବନ୍ଦନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। କ. ଆମ ଦେଶରେ କେତୋଟି ରାଜ୍ୟ ଅଛି? 28ଟି। ଆମ ଦେଶରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି? 9ଟି। 2 ନମ୍ବର। କୋଠରୀ ମଧ୍ୟରୁ କେବଳ କେନ୍ଦ୍ରଶାସିତ ଅଞ୍ଚଳର ନାମ ବାଛି ପାଖ କୋଠରୀରେ ଲେଖ। ଦିଲ୍ଲୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳୀ, ଚଣ୍ଡିଗଡ଼, ପୁଦୁଚେରୀ। 3 ନମ୍ବର। ଉତ୍ତର ଲେଖ। କ. ଆମ ରାଜ୍ୟ ଭାରତର କେଉଁ ଭାଗରେ ଅବସ୍ଥିତ? ଆମ ରାଜ୍ୟ ଭାରତର ପୂର୍ବ ଭାଗରେ ଅବସ୍ଥିତ। ଖ. ଆମ ରାଜ୍ୟକୁ ଲାଗି କେଉଁ କେଉଁ ରାଜ୍ୟ ଅଛି? ଆମ ରାଜ୍ୟକୁ ଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ଅଛି। ଗ. ଓଡ଼ିଶା କେତୋଟି ପ୍ରାକୃତିକ ବିଭାଗରେ ବିଭକ୍ତ ଓ ସେଗୁଡ଼ିକର ନାମ କ'ଣ? ଓଡ଼ିଶା 3ଟି ପ୍ରାକୃତିକ ବିଭାଗରେ ବିଭକ୍ତ। ସେଗୁଡ଼ିକର ନାମ ହେଲା ପାର୍ବତ୍ୟ ଅଞ୍ଚଳ, ମାଳ ଅଞ୍ଚଳ, ସମତଳ ଅଞ୍ଚଳ। ଘ. ଓଡ଼ିଶାର ଉଚ୍ଚତମ ପର୍ବତ କିଏ? କୋରାପୁଟ ଜିଲ୍ଲାରେ ଅବସ୍ଥିତ ଦେଓମାଳୀ ଓଡ଼ିଶାର ଉଚ୍ଚତମ ପର୍ବତ ଅଟେ। ଙ. ଆମ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ବେଶୀ ଗରମ ଓ ବେଶୀ ଶୀତ ହୁଏ? ଆମ ରାଜ୍ୟର ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଆଦି ଜିଲ୍ଲାରେ ବେଶୀ ଗରମ ଓ ବେଶୀ ଶୀତ ହୁଏ। ଚ. ତୁମ ଗାଁ ସହରର ଜଳବାୟୁ କିପରି? ଆମ ଅଞ୍ଚଳର ଜଳବାୟୁ ବେଶୀ ଗରମ କିମ୍ବା ବେଶୀ ଶୀତ ଅନୁଭୂତ ହୁଏ ନାହିଁ। ଛ. ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକର ନାମ କ'ଣ? ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକର ନାମ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ। ଜ. ଓଡ଼ିଶାର ପଶ୍ଚିମ ଭାଗରେ କେଉଁ କେଉଁ ଜିଲ୍ଲା ଅଛି? ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼। 4 ନମ୍ବର। ତଳେ ଲେଖାଥିବା ଉକ୍ତିଗୁଡ଼ିକୁ ଉପଯୁକ୍ତ ଘରେ ଲେଖ। ପାର୍ବତ୍ୟ ଅଞ୍ଚଳ ବହୁତ ଗରମ ହୁଏ, ଉଚ୍ଚ ପାହାଡ଼ ଦେଖାଯାଏ। ମାଳ ଅଞ୍ଚଳ ଭୂମି ଟାଙ୍ଗରା। ସମତଳ ଅଞ୍ଚଳ ଅତ୍ୟଧିକ ଥଣ୍ଡା ବା ଗରମ ହୁଏ ନାହିଁ, ସମୁଦ୍ରର ପ୍ରଭାବ ଅନୁଭୂତ ହୁଏ, କୃଷିକାର୍ଯ୍ୟ ଭଲ ହୁଏ, ଭୂମି ସମତଳ।